ବ୍ରହ୍ମ ତାଳଧ୍ୱଜ ରଥ କାରିଗର ଓ କମାର ସେବକଙ୍କୁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟକୁ ସଫଳତାର ସହ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରି ରଥ ଶ୍ରୀଜୀଉଙ୍କ ସେବାରେ ହସ୍ତାନ୍ତର କରିଥିବା କାରିଗର ଓ କମାର ସେବକମାନଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନିତ କରାଯାଇଛି। ରଥ ନିର୍ମାଣ କାର୍ଯ୍ୟରେ ନିଷ୍ଠା, ଦାୟିତ୍ୱବୋଧ ଓ ସୁଚାରୁ କାର୍ଯ୍ୟଶୈଳୀ ପ୍ରଦର୍ଶନ କରି ଠିକ୍ ସମୟରେ ବ୍ରହ୍ମ ତାଳଧ୍ୱଜ ରଥ ହସ୍ତାନ୍ତର କରିଥିବା କାରିଗର ଓ କମାର ସେବକମାନଙ୍କ ମନୋବଳ ବୃଦ୍ଧି ଏବଂ ଆଗାମୀ ଦିନରେ ଅଧିକ ଉତ୍ସାହର ସହିତ ଦାୟିତ୍ୱ ପାଳନ ପାଇଁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ମୋଟ 40 ଜଣ କାରିଗର ଓ କର୍ମଚାରୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରଶଂସା କରାଯିବା ସହ ଆଗାମୀ ବର୍ଷଗୁଡ଼ିକରେ ରଥ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ତ୍ରୁଟି ନ ରହିବା ଦିଗରେ ସମସ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ବକ୍ତାମାନେ କହିଥିଲେ ଯେ ରଥ ନିର୍ମାଣ କେବଳ ଏକ କାରିଗର କାମ ନୁହେଁ, ବରଂ ଏହା ଶ୍ରୀଜୀଉଙ୍କ ପ୍ରତି ଏକ ପବିତ୍ର ସେବା। ଏହି ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଗୁଣାତ୍ମକ ଓ ସମୟାନୁବର୍ତ୍ତୀ କାର୍ଯ୍ୟକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବା ପାଇଁ ସମସ୍ତ ସେବକ ଓ କାରିଗରଙ୍କୁ ଉତ୍ସାହିତ କରାଯାଇଥିଲା। ଶେଷରେ ସମ୍ବର୍ଦ୍ଧିତ କାରିଗର ଓ କମାର ସେବକମାନେ ଏହି ସମ୍ମାନ ପାଇ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରତି କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଅଧିକ ନିଷ୍ଠା, ଶୃଙ୍ଖଳା ଓ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରି ରଥ ନିର୍ମାଣରେ କୌଣସି ପ୍ରକାର ତ୍ରୁଟି ନ ରହିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ କାରିଗର ରଘୁ ମହାରଣା ଓ କମାର କାରିଗର ହରେକୃଷ୍ଣ ଓଝାଙ୍କୁ ଭିନ୍ନ ଢଙ୍ଗରେ ଶିରିପା ପଗଡ଼ିରେ ସମ୍ମାନିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ଉପସଭାପତି ରଶ୍ମିରଞ୍ଜନ ବାରିକ, ପଶୁପ୍ରେମୀ ହରିହର ନାୟକ, ଅଶୋକ ପତ୍ରୀ, ମନୋଜ ରାଉତ, ସନିଆ ସାହୁ ଓ ବଳଦେବ ମନ୍ଦିରର ବଡ଼ପଣ୍ଡା ମାଧବ ଚନ୍ଦ୍ର ପତ୍ରୀ ଓ ବାବାଜୀ ପତ୍ରୀ ଉପସ୍ଥିତ ରହିଥିଲେ।
ବର୍ଷର ଯୋଉ ରଥଯାତ୍ରା ହଉଛି ବଳଦେବଜୀ ମହାପ୍ରଭୁଙ୍କର ସିଦ୍ଧ ବ୍ରହ୍ମତାଳ ଧ୍ୱଜ ରଥର ତାର ଠିକ ସବିଶେଷ ବିବରଣୀ ସାରା ଓଡ଼ିଶାକୁ ନିଜର ଏ ମାଧ୍ୟମରେ ସେ ଜଣାଉଛନ୍ତି। ଖୁସିର ବିଷୟ ଏଇଭଳି ଯୁବଗୋଷ୍ଠୀ ମାନେ ଯଦି ଆସନ୍ତା ସମୟରେ ଆସିବେ ତାହେଲେ ବିଭିନ୍ନ କୋଣ ଅନୁକୋଣର ଜିନିଷକୁ ସାଧାରଣ ଜନତା ମାନେ ଜାଣିପାରିବେ, କାରଣ ଏବେ ମୋବାଇଲ ହିଁ ସବୁର ମାଧ୍ୟମ। ସେଥିପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟରୁ ତାଙ୍କୁ ଗୋଟେ କରାହଉଛି ହେଲା। ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ, ଏମିତି ତାଙ୍କ ଚିନ୍ତାଧାରା ଥାଉ, କେନ୍ଦ୍ରାପଡ଼ାର ନୂତନ ଜିନିଷକୁ ସବୁବେଳେ ସେ ଆଗକୁ ଆଣନ୍ତୁ। ଜଗନ୍ନାଥ ସୁଭଦ୍ରାଭ୍ୟାମ ତବ ଭକ୍ତାୟତେ ନମଃ। ଆଜି ଏ ତୁଳସୀ କ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟର ସମାପ୍ତର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଯେଉଁ ଏକ ଅଭିନବ ପ୍ରୟାସ ଜାରି କରିଛି, ଏଥିରୁ ଅନୁମାନ କରାଯାଏ ଯେ ଯେଉଁ କାରିଗର ମାନେ ଯେଉଁ ବିଶ୍ୱକର୍ମା ମାନେ ଏ ରଥକୁ ନିର୍ମାଣ କରିଛନ୍ତି ତାଙ୍କ ଭିତରେ ଥିବା ଯେଉଁ ଉତ୍ସାହ ଉଦ୍ଦୀପନା ତାଙ୍କ ମଧ୍ୟରେ ଆହୁରି ଉଦ୍ରେକ ହେବ, ବଳଦେବଙ୍କର ଆଶୀର୍ବାଦ ରହିବ। ସେମାନେ ପରବର୍ତ୍ତୀ କାଳରେ ମଧ୍ୟ ଅତି ନିଷ୍ଠାର ସହିତ ଶ୍ରଦ୍ଧାର ସହିତ ଈଶ୍ୱରଙ୍କୁ ଚିନ୍ତା କରି ସିଦ୍ଧ ବଳଦେବଜୀଉଙ୍କୁ ଚିନ୍ତା କରି ତାଙ୍କର ନାମ ନେଇ ଏ ରଥକୁ ଏମିତି ନିର୍ମାଣ କରି ଚାଲିଥିବେ, ବଳଦେବଙ୍କର ଆଶୀର୍ବାଦ ତାଙ୍କୁ ଥିବ। ଚଳିତ ବର୍ଷ ଆଉ ପୁରୁଣା ରଥର ପରିକଳ୍ପନା ହେଇନାହିଁ, ଏବେ ସମ୍ପୂର୍ଣ୍ଣ ଭାବରେ ନୂଆ ରଥ ଯାହା ସରକାରଙ୍କର ଅନୁଦାନରେ ପ୍ରସ୍ତୁତ ହେଇଛି ଏବଂ ଏ ରଥ ପାଇଁ ଦୀର୍ଘ ଦିନ ଟିକେ ସମୟ ଲାଗିଛି। ଏ କାରିଗରମାନଙ୍କୁ ସେମାନେ ନିଷ୍ଠାର ସହିତ ଏ ରଥ ନିର୍ମାଣ କରିଥିବାରୁ ଆଜି ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସେମାନଙ୍କୁ ବଧେଇ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କୁ ଯେଉଁଭଳି ଭାବରେ ସମ୍ମାନିତ କରାଗଲା, ନିଶ୍ଚିତ ଭାବରେ ପରବର୍ତ୍ତୀ ସମୟରେ ସେମାନେ ଆହୁରି ଅତି ଭକ୍ତିର ସହିତ ଏବଂ ତାଙ୍କର ଦୃଢ଼ତାର ସହିତ ଏ ରଥକୁ ନିର୍ମାଣ କରିବେ। ଶ୍ରୀ ବଳଦେବଙ୍କ ନିକଟରେ ଆମେ ଏଇଆ ହିଁ ପ୍ରାର୍ଥନା କରୁଛୁ। तो आम चैरिटेबल ट्रस्ट तरफ जो सम्मानित करागला से विषय किसी बुझी नवा कौन आप दमन महांती सभापति श्री जगन्नाथ चैरिटेबल ट्रस्ट आज आमर जो रथ कार्यक्रम चली ये कार्यक्रम महाप्रभु रथ एवं संपूर्ण होगा जाऊँगी जो कारीगर भाई मैंने दीर्घ दिन धरी खरा तरह निजर कर्म करने सहित समस्त कर्म करें कहीं कहना गोटे निर्दिष्ट समय थाए जो समय भितर आमको रथ कम्प्लीट करार थाए से आप्राण चेष्टा करी सबू अध्यावसाय लगे एवं जो रघु महाराणा जो मुख्य कारीगर आलोचना करते से कहते आम 14 तारीख पूरा जमी आम हूँ आम रथ स्वयं संपूर्ण करदेबू आसंता काली तार शेष पर्याय अच्छी 15 तारीख सुधा जमी रथ कपड़ा लगे और रथ स्वयं संपूर्ण हम से दृष्टि नियमित कर्म पर्याय एत दिन धरी कर्मधारा को सम्मानित करी आम अनुष्ठान श्री जगन्नाथ चैरिटेबल ट्रस्ट रु समस्त कर्मकर्ता को सम्मानित करने सहित मुख्य महाराणा दूर हिसाब से अन्य एक सम्मानित कार्यक्रम कराई समस्त समर्थन रही समस्त भल पाइबार अच्छी एमती महाप्रभु तांकर मंगल करंतु प्रति थर आम रथ एमती चली था महाप्रभु लीला लगी था आनंद।